ଜାଣିଛ କହୁଛ ସମାଧି ସମାଧି ଉପରେ ଦେଖିଆ କହିଲ ଅପୂର୍ବ ଜିନିଷ ତମେ କ'ଣ ଜାଣିଛ? ଓହୋ ସମାଧି ହଁ ଆଉ ଏଇ ଗୋଟେ କଥା ହଉ ହଉ ମୁଁ ଭାଇମାନଙ୍କୁ ଦେଇଦେଉଛି। ଆଜ୍ଞା ନମସ୍କାର। ସେଇ ନା ଆଣ ଭାଇ ଆଉ ଠିକଣା ଡକୁମେଣ୍ଟ ଦେବିନି। ଗୋଟିଏ ମଶାନୀରେ 3ଟା ସମାଧି ମନେ ରଖନ୍ତୁ। ୟା ଉତ୍ତର ଆଜି ଦେବିନି, କେବଳ ଖୁସିରେ ଦେଉନି, କାଳେ ଗାଳି ଦେବନି। ଏଇଟା ଜାଣିନେଇ ଉତ୍ତର ଦେଉନି, ଉତ୍ତର କାଲି ଏତେବେଳକୁ ଦେବି। ଟିକେ ଆପଣ ବ୍ରେନ୍ରେ ଖର୍ଚ୍ଚ କରିବେ। ଗୋଟେ ମଶାନୀରେ 3ଟା ସମାଧି, ଗୋଟେ ଝିଅ, 3ଟି ଧୂପ, 3ଟି ଫୁଲ ନେଇକି ଯିବ। ପ୍ରଥମ ସମାଧିରେ ଦେବ, ସେଠି ଜଣେଇବ ଥିଲୁ ମା ହେଲୁ ସଉତୁଣୀ, ରାତି ପାହିଥିଲେ ହେଇଥାନ୍ତୁ ଶାଶୁ, ପ୍ରଣାମ। ଦ୍ୱିତୀୟ ସମାଧିରେ କହିବ ଥିଲୁ ବାପା ହେଲୁ ସ୍ୱାମୀ, ରାତି ପାହିଥିଲେ ହେଇଥାନ୍ତୁ ଶ୍ୱଶୁର, କିନ୍ତୁ ମରିଗଲୁ। ତୃତୀୟ ସମାଧିରେ ଶୁଣେଇବ ଥିଲୁ ଭାଇ ହେଲୁ ପୁଅ, ରାତି ପାହିଥିଲେ ହେଇଥାନ୍ତୁ କ'ଣ ସ୍ୱାମୀ, କିନ୍ତୁ ମରିଗଲୁ। ଏତିକି କହିକିରି 3ଟି ଫୁଲ 3ଟି ଧୂପ ପାଣି ଢାଳିକିରି ମୁଣ୍ଡିଆ ମାରିକିରି ଆସିବ ଘରକୁ। ଏମିତି କିଛି ଦିନ ବିତିଗଲା। 2ଟା କବି, ସେ କବିଟି କିଏ ନା ଆମର କବି ଉପେନ୍ଦ୍ର ଭଞ୍ଜ ଆଉ ଗୋପାଳ ଭାଣ୍ଡ ଆଉ କାଳିଦାସ। ସେ ସବୁବେଳେ ଯାଆନ୍ତି ଆସି ଏ ବାକ୍ୟଟା ଶୁଣନ୍ତି। ଝିଅକୁ ଦିନେ ପଚାରିଲା, କହିଲା ମା ରେ ରହସ୍ୟ କ'ଣ? ଆମେ ବି କବି ହେଇକିରି ବୁଝିପାରୁନୁ। ଏ ଝିଅଟି ତାଙ୍କୁ ଦିନେ ବୁଝେଇବ। ସେ ବୁଝେଇବାଟା ମୁଁ କାଲି ଏତେବେଳକୁ ଆପଣମାନଙ୍କ ପାଖକୁ ଛାଡ଼ିବି। ଆପଣ ଟିକେ ବ୍ରେନ୍ରେ ଖର୍ଚ୍ଚ କରନ୍ତୁ। ମାନେ ଆଶ୍ଚର୍ଯ୍ୟ ଆକୁ ଜାଣିବେ।